ବୈଷ୍ଣବ ବେଶ ପିନ୍ଧି ଖାଲି ବାହାରକୁ ବେଶ ପିନ୍ଧିଛନ୍ତି, କିନ୍ତୁ ପ୍ରକୃତ ପକ୍ଷେ ବୈଷ୍ଣବତା ସେମାନଙ୍କର ନାହିଁ। ବୈଷ୍ଣବ ପରପକ୍ଷେ ଦୁଃଖୀ, ଏଇଟା କଥା ନାହିଁ। କିନ୍ତୁ ବେଶ ପିନ୍ଧିଛନ୍ତି, ଅସପ୍ରକାର ଦୁର୍ବିଚାର କରୁଛନ୍ତି। କଳିର ଚେଲା ଅଛନ୍ତି, ଏ ତ କଳିର ଚେଲା, କଳିର ଚେଲା ଅଛନ୍ତି। ଏଗୁଡାଙ୍କର ପ୍ରବଳ ଅଛି, ସଂଖ୍ୟା ଅଧିକ ଅଛି। ଲୋକମାନେ ଦେଖୁଛନ୍ତି କିରେ ଏଡା ଚିତା କାଟୁଛନ୍ତି, ଚିତମ କାଟୁଛନ୍ତି, କାଟେଇ କାଟୁଛନ୍ତି। ଭଣ୍ଡ ଛୋଟ ପ୍ରବଞ୍ଚକ ଏଗୁଡାକ ବୋଲି ସେମାନେ କହିଥିଲେ। ତେବେ କିନ୍ତୁ ୟା ବୋଲି ସମସ୍ତେ ଏଇଆ ତା ତ କଥାଟା ନୁହଁ। ପ୍ରକୃତ ବୈଷ୍ଣବ ବା ସାଧୁ ଅଛନ୍ତି ଯୋଉମାନେ ବେଶ ପିନ୍ଧିକିରି ଏ ପ୍ରକାର ବ୍ୟଭିଚାର କରୁନାହାନ୍ତି, ତାଙ୍କୁ ଜାଣିବା ଦରକାର। ୟା ବୋଲି ଯିଏ ପରି ବେଶ ପିନ୍ଧିଲା, ଯେପରି ଗଲା ସେ ସେଇଆ ହେଇଗଲା, ତା ତ ଠିକ ନୁହେଁ। ଭଣ୍ଡ ଲୋକ ପ୍ରବେଶ କରନ୍ତି, ହେଲେ ସୁଦ୍ଧା ଯଦି ଏ ପ୍ରକାର ସବୁ ସେମିତି ସେମିତି ଭାବିବା କହିବାଟା କଣଟା ଅଛି? ଏପରି ମଧ୍ୟ ଅଛନ୍ତି ବହୁତ କଥା। ଯାହା କୁହାଯାଏ ଅନେକ କୃତ୍ରିମ ପଦାର୍ଥ ଘୃତ ନାମରେ ବିକ୍ରି ହଉଛି ବୋଲି ଘୃତକୁ ଅପଦସ୍ଥ କରିବା ଠିକ ନାହିଁ। ନାଇଁ, ଘିଅଟା ଭଲ ଜିନିଷ, ଘୃତଟା ଭଲ ଜିନିଷ ନୁହେଁ। ଭେଜାଲ ଘିଅ ବିକ୍ରି ହଉଛି, ଇଏ ହଉଛି ପୀଡ଼ିତ ଅନ୍ତଃକରଣର ଚିହ୍ନ। ଯେଉଁ ବ୍ୟକ୍ତି ସ୍ୱୟଂ ସାଧୁ, ସେ ଭଣ୍ଡ ମାନଙ୍କୁ ବିଶ୍ୱାସ ନ କରି ଯଥାର୍ଥ ସାଧୁର ଉପଯୁକ୍ତ ସମାଧାନ କରିବେ। ଅନେକ ଭଣ୍ଡ ସାଧୁ ବେଶ ଧରି ଭ୍ରମଣ କରନ୍ତି, ଏଥିପାଇଁ ପ୍ରକୃତ ସାଧୁ କଣ ତିରସ୍କୃତ ହବ? ପ୍ରକୃତ ସାଧୁ କାହିଁ ତିରସ୍କାର? କାଳନେମୀ ପ୍ରଭୃତି ଦୁଷ୍ଟ ଲୋକମାନେ ବୈଷ୍ଣବ ବେଶ ଧାରଣ କରି ଅନେକ କାର୍ଯ୍ୟ କରିବାରେ ପ୍ରବୃତ୍ତ ହେଉଛନ୍ତି ବୋଲି ବୈଷ୍ଣବ ମାନଙ୍କର କଣ ସେଥିରେ ଦୋଷ ଅଛି? କିନ୍ତୁ ଦୁଃଖର କଥା, ଅନେକ ଏଇ ଅଭଦ୍ର କାଳରେ ଭଣ୍ଡ ବୋଲି ସାଧୁ ମାନଙ୍କୁ ତିରସ୍କାର